ସତ୍ୟକେଳା ପକ୍ଷରୁ ଆପଣଙ୍କୁ ସ୍ୱାଗତ। ଆସନ୍ତା 19 ତାରିଖରୁ 29 ତାରିଖ ପର୍ଯ୍ୟନ୍ତ ବାଲେଶ୍ୱର ITI ପଡ଼ିଆରେ ବାଲେଶ୍ୱର ଲୋକ ମହୋତ୍ସବ ଅନୁଷ୍ଠିତ ହେବ। ଏନେଇ ସୂଚନା ଦେଇଛନ୍ତି ଲୋକ ମହୋତ୍ସବ କମିଟିର ସଭାପତି ଅସିତ ଦାସ। ସ୍ଥାନୀୟ ଷ୍ଟେସନ କ୍ଲବ ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଶ୍ରୀ ଦାସ କହିଛନ୍ତି ଯେ ଏଥର ମହୋତ୍ସବ 8 ଦିନ ପରିବର୍ତ୍ତେ 10 ଦିନ ହେବ। ଏହି ମହୋତ୍ସବରେ 300ରୁ ଉର୍ଦ୍ଧ୍ୱ ଷ୍ଟଲ୍ ଖୋଲିବାକୁ ଥିବାବେଳେ ପ୍ରଥମ ଥର ଲାଗି କିଛି ବିଦେଶୀ ଷ୍ଟଲ୍ ଖୋଲିବ ବୋଲି ସୂଚନା ଦେଇଥିଲେ। ସେହିପରି ପ୍ରତିଦିନ ସୁନାମଧନ୍ୟ କଣ୍ଠଶିଳ୍ପୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ଏହା ସହ ରାମଦୋଳି, ମାରୁତି ସର୍କସ ଓ ବିଭିନ୍ନ ପ୍ରତିଯୋଗିତାମାନ ଅନୁଷ୍ଠିତ ହେବ। ଏହି ସାମ୍ବାଦିକ ସମ୍ମିଳନୀରେ ମହୋତ୍ସବ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ଧନ୍ୟବାଦ।